ଆଜିର ବିଷୟ ସଦାପ୍ରଭୁଙ୍କ କ୍ରୋଧର ଦିନ। ଜିହିଜିକଲ୍ 7 ପର୍ବର ପ୍ରଥମ ପଦରୁ ଆଜି ଆମେ ଅଧ୍ୟୟନ କରିବା। ଆହୁରି ସଦାପ୍ରଭୁଙ୍କ ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ଯଥା ହେ ମନୁଷ୍ୟ ସନ୍ତାନ, ପ୍ରଭୁ ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି, ଅନ୍ତିମ କାଳ ଦେଶର ଚାରିକୋଣରେ ଅନ୍ତିମ କାଳ ଉପସ୍ଥିତ ହୋଇଅଛି। ଏବେ ତୁମର ଅନ୍ତିମ କାଳ ଉପସ୍ଥିତ। ଆମେ ତୁମ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମର ଆଚରଣ ଅନୁସାରେ ତୁମର ବିଚାର କରିବା ଓ ତୁମର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ ଉପରେ ବର୍ତ୍ତାଇବା। ଆମେ ତୁମ ପ୍ରତି ଚକ୍ଷୁଲଜ୍ଜା କରିବା କିଅବା ଆମେ ଦୟା କରିବା ନାହିଁ, ମାତ୍ର ତୁମ ଚରଣର ଫଳ ଆମେ ତୁମ ଉପରେ ବର୍ତ୍ତାଇବା ଓ ତୁମର ଘୃଣାଯୋଗ୍ୟ କ୍ରିୟା ସବୁ ତୁମ ମଧ୍ୟରେ ରହିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମେମାନେ ଜାଣିବ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଅମଙ୍ଗଳ ହିଁ ଅମଙ୍ଗଳ, ଦେଖ ତାହା ଆସୁଅଛି। ଅନ୍ତିମ କାଳ ଉପସ୍ଥିତ। ସେହି ଅନ୍ତିମ କାଳ ଉପସ୍ଥିତ, ତାହା ତୁମ ବିରୁଦ୍ଧରେ ଜାଗି ଉଠୁଅଛି। ଦେଖ ତାହା ଆସୁଅଛି। ହେ ଦେଶ ନିବାସୀ ଲୋକ, ତୁମର ଶେଷ ବିଚାରାଜ୍ଞା ଉପସ୍ଥିତ। ସେହି ସମୟ ଉପସ୍ଥିତ, ସେହି ଦିନ ସନ୍ନିକଟ। ତାହା କୋଲାହଳର ଦିନ ଓ ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ। ଏବେ ଆମେ ବିଳମ୍ବରେ ଆମର କୋପ ତୁମ ଉପରେ ଢାଳିଦେବା ଓ ତୁମ ବିରୁଦ୍ଧରେ ଆପଣା ସଫଳ କରିବା, ଆଉ ତୁମର ଆଚରଣରେ ତୁମର ବିଚାର କରିବା। ଆମେ ତୁମର ଘୃଣାଯୋଗ୍ୟ ସକଳ କ୍ରିୟା ଫଳ ତୁମ ଉପରେ ବର୍ତ୍ତାଇବା। ପୁଣି ଆମେ ଚକ୍ଷୁଲଜ୍ଜା କରିବା ନାହିଁ କିମ୍ବା ଦୟା କରିବା ନାହିଁ। ଆମେ ତୁମର ଆଚରଣ ଅନୁସାରେ ତୁମ ଉପରେ ଫଳ ବର୍ତ୍ତାଇବା ଓ ତୁମର ଘୃଣାଯୋଗ୍ୟ କ୍ରିୟା ସକଳ ତୁମ ମଧ୍ୟରେ ରହିବ। ତହିଁରେ ଆମେ ସଦାପ୍ରଭୁ ଆଘାତ କରୁ, ଏହା ତୁମେମାନେ ଜାଣିବ। ଦେଖ ସେହି ଦିନ, ଦେଖ ତାହା ଆସୁଅଛି। ତୁମର ଶେଷ ବିଚାର ଆଜ୍ଞା ନିର୍ଗତ ହେଲା। ଯଷ୍ଟି ପୁଷ୍ପିତ ହୋଇଅଛି, ଅହଙ୍କାର ଅଙ୍କୁରିତ ହୋଇଅଛି। ଦୌରାତ୍ମ୍ୟ ବଢ଼ି ଉଠି ଦୁଷ୍ଟତା ରୂପ ଯଷ୍ଟି ହୋଇଅଛି। ସେମାନଙ୍କର କେହି କିମ୍ବା ସେମାନଙ୍କର ଲୋକସମୂହ କିମ୍ବା ସେମାନଙ୍କର ଧନ ରହିବ ନାହିଁ, କିମ୍ବା ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତା ରହିବ ନାହିଁ। ସମୟ ଉପସ୍ଥିତ ହେଲା, ଦିନ ନିକଟବର୍ତ୍ତୀ ହେଉଅଛି। କ୍ରୟକାରୀ ଆନନ୍ଦ ନ କରୁ ଓ ବିକ୍ରୟକାରୀ ଶୋକ ନ କରୁ, କାରଣ ସେହି ଦିନର ସମସ୍ତ ଲୋକସମୂହ ଉପରେ କୋପ ଉପସ୍ଥିତ। ଯେହେତୁ ସେମାନେ ଜୀବିତ ଥିଲେ, ଏ ବିକ୍ରୟକାରୀ ବିକ୍ରୀତ ଅଧିକାରୀକୁ ଫେରିଯିବ ନାହିଁ, କାରଣ ଏହି ଦର୍ଶନ ସେହି ସ୍ଥାନସ୍ଥ ସମୁଦାୟ ଲୋକସମୂହ ବିଷୟକ ଅଟେ। କେହି ଫେରିଯିବେ ନାହିଁ। ପୁଣି ଆପଣା ଜୀବନର ଅଧର୍ମରେ କେହି ଆପଣାକୁ ସବଳ କରିବେ ନାହିଁ। ସେମାନେ
ତୁରୀ ବଜାଇ ସବୁ ପ୍ରସ୍ତୁତ କରିଅଛନ୍ତି, ମାତ୍ର କେହି ଯୁଦ୍ଧକୁ ଯାଏ ନାହିଁ, କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ ଆମର କୋପ ଅଛି। ଇସ୍ରାଏଲର ପାପର ଶାସ୍ତି ବାହାରେ ଖड्ग ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତରେ ଅଛି ସେ ଖड्गରେ ମରିବ, ଓ ଯେ ନଗର ମଧ୍ୟରେ ଅଛି ଦୁର୍ଭିକ୍ଷ ଓ ମହାମାରୀ ତାକୁ ଗ୍ରାସ କରିବ। ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଲାନ୍ତି ସେମାନେ ରକ୍ଷା ପାଇବେ ଓ ଉପତ୍ୟକାର ଗୁଗୁ ପରି ପର୍ବତରେ ସମସ୍ତେ ବିଳାପ କରିବେ। ପ୍ରତ୍ୟେକ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ। ସମସ୍ତଙ୍କ ହସ୍ତ ଦୁର୍ବଳ ହେବ, ସମସ୍ତଙ୍କର ଆଣ୍ଠୁ ଜଳ ପରି ଦୁର୍ବଳ ହେବ। ମଧ୍ୟ ସେମାନେ କଟି ଦେଶରେ ଚଟବସ୍ତ୍ର ବାନ୍ଧିବେ ଓ ମହାଶଙ୍କା ସେମାନଙ୍କୁ ଆଚ୍ଛନ୍ନ କରିବ। ଆଉ ସମସ୍ତଙ୍କ ମୁଖ ଲଜ୍ଜିତ ହେବ ଓ ସମସ୍ତଙ୍କର ମସ୍ତକ ଟାଙ୍ଗରା ହେବ। ସେମାନେ ଆପଣା ଆପଣା ରୂପା ଦାଣ୍ଡରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ। ସଦାପ୍ରଭୁଙ୍କର କୋପର ଦିନରେ ସେମାନଙ୍କର ରୂପା ଓ ସେମାନଙ୍କୁ ରକ୍ଷା କରିପାରିବ ନାହିଁ। ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିମ୍ବା ଉଦର ପୂର୍ଣ୍ଣ କରିପାରିବ ନାହିଁ, କାରଣ ତାହା ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି। ସେ ଆପଣାର ଶୋଭାରୂପ ଅଲଙ୍କାର ମହତ୍ତ୍ୱରେ ସ୍ଥାପନ କଲେ, ମାତ୍ର ସେମାନେ ତହି ମଧ୍ୟରେ ଆପଣାମାନଙ୍କର ଅଶୁଚି ଓ ଘୃଣ୍ୟ ଯୋଗ୍ୟ ପ୍ରତିମାଗଣ ନିର୍ମାଣ କଲେ। ଯେହେତୁ ଆମେ ତାହା ସେମାନଙ୍କ ପ୍ରତି ଅଶୁଚି ବସ୍ତୁ ସ୍ୱରୂପ କରିଅଛୁ, ପୁଣି ଆମେ ତାହା ମୃଗାୟ ସ୍ୱରୂପେ ବିଦେଶୀମାନଙ୍କର ଓ ଲୁଟିତ ଦ୍ରବ୍ୟ ସ୍ୱରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା ତହିଁରେ ସେମାନେ ତାହା ଅପବିତ୍ର କରିବେ। ଆହୁରି ଆମେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା ତହିଁରେ ସେମାନେ ଆମର ନିଭୃତ ସ୍ଥାନ ପବିତ୍ର କରିବେ, ଆଉ ଡକାୟତମାନେ ତହି ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ। ଶିକୁଲି ପ୍ରସ୍ତୁତ କର, କାରଣ ରକ୍ତପାତ ରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାମ୍ୟରେ ନଗର ପରିପୂର୍ଣ୍ଣ ଅଟେ। ଏଥିପାଇଁ ଆମେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଦୁଷ୍ଟତମ ଲୋକମାନଙ୍କୁ ଜାଣିବା ତହିଁରେ ସେମାନେ ଏମାନଙ୍କର ଗୃହ ସବୁ ଅଧିକାର କରିବେ। ମଧ୍ୟ ଆମେ ବଲବାନମାନଙ୍କର ଦର୍ପ ଚୂର୍ଣ୍ଣ କରିବା ତହିଁରେ ସେମାନଙ୍କର ପବିତ୍ର ସ୍ଥାନ ସବୁ ଅପବିତ୍ର ହେବ। ବିନାଶ ଆସୁଅଛି, ସେମାନେ ଶାନ୍ତି ଅନ୍ୱେଷଣ କରିବେ, ପୁଣି କିଛି ପାଇବେ ନାହିଁ। ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ। ତହିଁରେ ସେମାନେ ଭବିଷ୍ୟତ୍ ବକ୍ତାଙ୍କର ନିକଟରେ ଦର୍ଶନର ଚେଷ୍ଟା କରିବେ। ମାତ୍ର ଯାଜକର ବ୍ୟବସ୍ଥା, ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ। ରାଜା ଶୋକ କରିବ ଓ ଅଧିପତି ଉଷଣ୍ଣତା ରୂପ ବସ୍ତ୍ରରେ ପରିହିତ ହେବ ଓ ଦେଶସ୍ଥ ଲୋକମାନଙ୍କର ହସ୍ତ କମ୍ପିତ ହେବ। ଆମେ ସେମାନଙ୍କର ଆଚରଣ ଅନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା ଓ ସେମାନଙ୍କର ଯୋଗ୍ୟତା ଅନୁସାରେ ସେମାନଙ୍କର ବିଚାର କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁଠୁ ଏହା ସେମାନେ ଜାଣିବେ। ସଦାପ୍ରଭୁ କିପରି ଭୟଙ୍କର ଅଟନ୍ତି, ଏହି ବାକ୍ୟରେ ଆମେ ଜାଣିଅଛୁ ପ୍ରିୟମାନେ। ସେ କ୍ରୋଧରେ ଧୀର ସତ, କିନ୍ତୁ ସେ ଦଣ୍ଡ ମଧ୍ୟ ଦିଅନ୍ତି, ଏହା ମାନେ ଜାଣିବା। ଏହା ସଦାପ୍ରଭୁଙ୍କ କ୍ରୋଧର ଦିନ ଅଟେ, ଶେଷ ସମୟ ଅଟେ।
ଆଜି ଆମମାନେ ଆମମାନଙ୍କର ଭୁଲ ଅପରାଧକୁ ଆମେ ସମୀକ୍ଷା କରି ସମର୍ପଣ କରି ସ୍ୱୀକାର କରି ଆଜି ଛାଡ଼ିବାର ଦିନ ଅଟେ। କାରଣ ତାହାଙ୍କର କ୍ରୋଧର ଦିନରେ ଆମେମାନେ କେହି ମଧ୍ୟ ଛିଡ଼ା ହୋଇପାରିବା ନାହିଁ। ପ୍ରଭୁ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍।